ଓ ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କର ଅମୃତ ସନ୍ତାନଗଣ, ଆସନ୍ତୁ ସମସ୍ତେ ଦେହୀ ଅଭିମାନୀ ହୋଇ ବାବା ଆଜି 9/5/2025 ଉପଲକ୍ଷେ କ'ଣ ମଧୁର ମହାବାକ୍ୟ କହିଛନ୍ତି ମନ ଦେଇ ଶୁଣିବା। ବାବା ହେଉଛନ୍ତି ଆମ ସମସ୍ତଙ୍କର ପିତା। ଏ ଶରୀରର ନୁହେଁ, ଆତ୍ମାର ପିତା। ଧନୀ ଗରିବ, ଦେଶୀ ବିଦେଶୀ, ସାରା ପୃଥିବୀରେ ଯେତେ ଅଛନ୍ତି, ଯେଉଁ ଧର୍ମ ହେଉଛି ହେଉ, ଗୁରୁ ଗୋସେଇଁ, ଧର୍ମପିତା, ଶଙ୍କରାଚାର୍ଯ୍ୟ ଇତ୍ୟାଦି ସମସ୍ତଙ୍କର ଶିବ ଭଗବାନ ହେଉଛନ୍ତି ପିତା। ସେ ହିଁ ପ୍ରକୃତରେ ପତିତ ପାବନ, ସେ ହିଁ ଗୀତା ଜ୍ଞାନ ଦାତା। ବର୍ତ୍ତମାନ ସେ ଆମ ସମ୍ମୁଖରେ ବସି ଆମକୁ ପାଠ ପଢ଼ଉଛନ୍ତି। କ'ଣ ପାଠ ପଢ଼ଉଛନ୍ତି? ଯେଉଁ ପାଠ କି କେଉଁଥିରୁ ଆମେ ଜାଣିନାହିଁ, କେବେ ବି ଶୁଣିନାହିଁ। କଳ୍ପ ଶେଷରେ ଗୋଟିଏ ଥର ମାତ୍ର ଏଇ ସଙ୍ଗମ ଯୁଗରେ ସ୍ୱୟଂ ପରମଧାମରୁ ଆସି ସେଇ ପାଠ ଜଣାଉଛନ୍ତି। ଆଜି ବାବା କର୍ମ ଅକର୍ମ ବିକର୍ମର ଗୁହ୍ୟ ଗତି କ'ଣ ସେ ବିଷୟରେ ଭଲ ଭାବରେ ବୁଝେଇ ଦେଇଛନ୍ତି। ଆମେ ସମସ୍ତେ କାମ କରି ଚାଲିଛେ, ଆଉ କର୍ମ ହିଁ ଭଗବାନ କହିଦେଉଛେ, କିନ୍ତୁ କେଉଁ କର୍ମ କଲେ ଆମେ ଭଗବାନଙ୍କ ସହିତ ସ୍ୱର୍ଗକୁ, ଶାନ୍ତିଧାମ ଯିବା, ସ୍ୱର୍ଗଧାମକୁ ପୁଣି ଆସିବା, ଆଉ କେଉଁ କର୍ମ ଯୋଗୁଁ ଆମେ ଏମିତି ଦୁଃଖ ଅଶାନ୍ତିରେ ରହୁଛେ, ତାକୁ କେମିତି ଭୋଗ କରାଯାଏ, ସେ ବିଷୟରେ ତଥ୍ୟ ରାଜ ବା ରହସ୍ୟ ଆମକୁ ଜଣେଇ ଦେଇଛନ୍ତି। ବାବା କହୁଛନ୍ତି ଯେ ବାବାଙ୍କର ରାଇଟ୍ ହ୍ୟାଣ୍ଡ ହେଲେ ଧର୍ମରାଜ। ବାବା କାହାକୁ ଦଣ୍ଡ ଦିଅନ୍ତିନି, ସେ ଦୁଃଖ ହର୍ତ୍ତା, ସୁଖ ଦାତା। କିନ୍ତୁ ସମସ୍ତଙ୍କୁ ସେ ଗୋଟିଏ ନିୟମରେ ରଖିଦେଇଛନ୍ତି। ଯିଏ କର୍ମ ଭୁଲ କରିବ, ଧର୍ମରାଜ ରୂପେ ସ୍ୱୟଂ ପରମପିତା ପରମାତ୍ମା ଧର୍ମରାଜ ରୂପେ ଦଣ୍ଡ ଦେବେ। ସେଇ କଥା ବାବା କହିଦେଇଛନ୍ତି। ଗର୍ଭ ଜେଲରୁ ଦଣ୍ଡ ଆରମ୍ଭ ହୋଇଯାଏ। ଗୋଟିଏ ପିଲା ମାତୃଗର୍ଭରେ ଥାଇ ବି ଦଣ୍ଡ ଭୋଗ କରେ। ବାବା କହୁଛନ୍ତି ଉଚ୍ଚତେ ଉଚ୍ଚ ହେଉଛନ୍ତି ସ୍ୱୟଂ ପରମପିତା ଶିବ ଭଗବାନ। ସବୁଠାରୁ ଉଚ୍ଚରେ ପରମଧାମରେ ସେ ରହୁଛନ୍ତି। ସେ ଏଇ ଧରାଧାମକୁ ଏଇ ସଙ୍ଗମ ଯୁଗରେ ଆସିଛନ୍ତି। ଆମ ସମ୍ମୁଖରେ ବସି ସବୁ କଥା ବୁଝେଇ ଦେଉଛନ୍ତି ବା ପାଠ ପଢ଼ଉଛନ୍ତି। କିନ୍ତୁ ଏଇ କଥାକୁ ସାଧାରଣ ଲୋକ ଯେହେତୁ ବୁଝିପାରୁନାହାନ୍ତି, ମାନୁନାହାନ୍ତି, ସତ୍ୟ ବୋଲି ଭାବି ପାରୁନାହାନ୍ତି, ତେଣୁ ଏ ଗହୀରା କଥା, ଏ ତତ୍ତ୍ୱଭିତ୍ତିକ କଥା ସହଜରେ ବୁଝୁନାହାନ୍ତି କି ଶୁଣୁନାହାନ୍ତି। ଧର୍ମରାଜା କହୁଛନ୍ତି ଛୋଟ ପିଲା ଯେମିତି ଶିବ 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 ବାବାଙ୍କୁ ଧରନ୍ତୁ, କିଛି ତାଙ୍କର ଅର୍ଥ ଜାଣିନି। ଶିବ ବାବା ନିରାକାର, ଜ୍ୟୋତିର୍ବିନ୍ଦୁ ସଦୃଶ, କିଛି ଏ ବିଷୟରେ ଜାଣିନି। କିନ୍ତୁ ମେରା ବାବା, ମୋ ବାବା, ମୋ ବାବା ହେଉଛନ୍ତି ଶିବ ବାବା କହିଲେ ଯେମିତି ତାଙ୍କୁ ବି ମୁକ୍ତି ମିଳିବ ବା ସେମାନେ ବି ସ୍ୱର୍ଗକୁ ଯିବେ, ସେଇଭଳି ଭକ୍ତ ଆତ୍ମାମାନେ କିଛି ବୁଝିନାହାନ୍ତି। ଶିବ ବାବା କହିଲେ ସିଏ ସ୍ୱର୍ଗକୁ ଯାଇପାରିବେ ନାହିଁ। କାରଣ ଛୋଟ ପିଲା ସିଏ ଜାଣିନି। କିନ୍ତୁ ବଡ଼ ଲୋକଙ୍କୁ ତ ବାବା ନିଜେ କହୁଛନ୍ତି ନା। ଯେଉଁମାନଙ୍କର ବୟସ ହେଇଗଲାଣି, ବୁଝିପାରିଲେଣି, ସେମାନଙ୍କୁ ବାବା କହୁଛନ୍ତି। ଆଉ ସିଏ ଯଦି ନ କହିବେ, ନ ଭାବିବେ, ଶିବ ବାବାଙ୍କୁ ନ ଚିହ୍ନିବେ, ସିଏ ସ୍ୱର୍ଗକୁ ଯାଇପାରିବେ ନାହିଁ। ଆମେ ଯେଉଁ ପୂଜା କରୁଛେ ଶିବ ବାବାଙ୍କୁ ବା ମନ୍ଦିରରେ ଶିବ ପୂଜା କରୁଛେ, ସେଇ ସ୍ୱୟଂ ଶିବ ବାବା ଆମ ପାଖକୁ ଆସିଛନ୍ତି, ଆମ ସମ୍ମୁଖରେ ବସିକି ପାଠ ପଢ଼ଉଛନ୍ତି। ମନୁଷ୍ୟମାନେ ଭଗବାନଙ୍କୁ କୁହନ୍ତି ପ୍ରଭୁ ମୋତେ କ୍ଷମା କରିଦିଅ। ଯାହା ଭୁଲ କଲେ ମନୁଷ୍ୟମାନେ ଦେବତାମାନଙ୍କୁ କ୍ଷମା ଯାଚନା କରନ୍ତି। ଭାବନ୍ତି ତାଙ୍କ ପାଖରେ ଶକ୍ତି ଅଛି, ଆମେ ଯାହା ଭୁଲ କଲେ ସେ ଆମକୁ କ୍ଷମା କରିଦେବେ। କିନ୍ତୁ ପରମପିତା ପରମାତ୍ମା ବୁଝେଇ ଦେଉଛନ୍ତି କର୍ମ ଅନୁଯାୟୀ ଭାଗ୍ୟ ଆସିବ, କର୍ମ ଅନୁଯାୟୀ ଭୋଗ କରିବ। ତୁମେ ଯେମିତି କର୍ମ କରିବ ସେଇ ଅନୁଯାୟୀ ତୁମକୁ ପାପ କର୍ମ କଲେ ନିସ୍ତାର ନାହିଁ,
ପାପ କର୍ମର ଭୋଗ କରିବାକୁ ପଡ଼ିବ କର୍ମଫଳ। ତେଣୁ କୌଣସି ଦେବୀ ଦେବତା, ଶିବ ବାବା କେହି ହେଲେ ଏଥିରୁ ଆମକୁ ପାର କରିପାରିବେ ନାହିଁ। ମନୁଷ୍ୟର ଆତ୍ମା ଦଣ୍ଡ ପାଏ ଗର୍ଭ ଜେଲରେ ରହି, ମାତୃଗର୍ଭରେ ରହି ଆତ୍ମା ଦଣ୍ଡ ପାଏ। ସାକ୍ଷାତକାର ବି ତାକୁ ହୁଏ। ସିଏ ସେତିକି ବେଳେ ବହୁତ କାକୁତି ମିନତି କରି କହେ ଯେ ମୋତେ ଉଦ୍ଧାର କର, କ୍ଷମା କର, ଦୟା କର। ଏସବୁ କଥା ସେଇ ଗର୍ଭ ଜେଲରେ ଥାଇ ଆତ୍ମା କହେ। କିନ୍ତୁ ଯାହା ଭୋଗ କରିବା କଥା ସେ ସେଇଠି ବି ଭୋଗ କରେ। ବାବା କହୁଛନ୍ତି ସାକ୍ଷାତକାର ହେଲେ ଅନ୍ତ ସମୟରେ ବି ସମସ୍ତଙ୍କୁ ସାକ୍ଷାତକାର ହେବ। ମୃତ୍ୟୁ ବେଳକୁ ମାନେ ଜନ୍ମ ପୂର୍ବରୁ ଗର୍ଭଜଳରେ ସାକ୍ଷାତକାର ହୋଇ ଦଣ୍ଡ ଭୋଗ କରୁଛି, ମୃତ୍ୟୁ ବେଳକୁ ବି ସାକ୍ଷାତକାର ହେବ, ଦଣ୍ଡ ବି ଭୋଗ କରନ୍ତି। ଯାହା ପାପ କରିଥିବେ ତାର ସବୁ ଦଣ୍ଡ ମିଳେ। ପୁଣି ଏଇ ଜୀବନ୍ତ ସମୟରେ, ଜୀବନ କାଳରେ ଅନେକ ପ୍ରକାରର ପାପ କର୍ମର ଫଳ ଭୋଗ କରିବାକୁ ପଡ଼େ। ବାବା କହୁଛନ୍ତି ତୁମେ ଯଦି ଖାଇ ପିଇ ଶୋଇ ସମୟ ନଷ୍ଟ କରିଦେବ, ଭଗବାନଙ୍କ ବାଣୀ ଶୁଣିବନି, ଭଗବାନଙ୍କ ଶ୍ରୀମତରେ ଚାଲିବନି, ତାଙ୍କୁ ସ୍ମରଣରେ ରଖିବନି, ତାହାହେଲେ ତୁମେ କିପରି ଏ ପତିତ ଦୁନିଆରୁ ପାବନ ହେବ? ପାବନ ହୋଇ ପୁଣି ଶାନ୍ତିଧାମ ଯିବ, ପୁଣି ରାଜ୍ୟ ଭାଗ୍ୟ ଭୋଗ କରିବ ବୋଲି ଆଶା ରଖୁଛ? ତେଣୁ ଆମ ସମସ୍ତଙ୍କୁ ପୁରୁଷାର୍ଥୀ ହେବାକୁ ପଡ଼ିବ, ପୁରୁଷାର୍ଥ କରିବାକୁ ପଡ଼ିବ। ଭଗବାନଙ୍କ ଶ୍ରୀମତ ଶୁଣି, ଭଗବାନଙ୍କ ସାଥିରେ ଯୋଗ ଲଗେଇ, ପାପ ବିକର୍ମ ବିନାଶ କରି ଆମେ ସତ୍ୟ ଯୁଗକୁ ଯିବା। ବାବା ସେଇ କଥା କହୁଛନ୍ତି। ଦୁଃଖୀ ହେଲାରୁ ଆମେ ଭଗବାନଙ୍କୁ ଡାକୁଛେ, ସତ୍ୟ ଯୁଗରେ କେହି ଭଗବାନଙ୍କୁ ଡାକନ୍ତି ନାହିଁ କି ସତ୍ୟ ଯୁଗରେ ଏଇ ଜ୍ଞାନ ଶୁଣିବାକୁ ମିଳେ ନାହିଁ। ବର୍ତ୍ତମାନ ସ୍ୱୟଂ ପରମପିତା ଆସିଛନ୍ତି ବୋଲି ତାଙ୍କର ସତ୍ୟ ପରିଚୟ ସେ ନିଜେ ଦେଉଛନ୍ତି। ତେଣୁ ଆମେ ଜାଣିପାରୁଛେ ସତ୍ୟ ଯୁଗକୁ ସିଏ ଆସନ୍ତିନି କି କେହି ଆମେ ଏ ଜ୍ଞାନକୁ ଆଉ ଶୁଣିବାକୁ ଜୀବନରେ ପାଇବା ନାହିଁ। ଏ ଗୋଟିଏ କଳ୍ପ ଭିତରେ ଗୋଟିଏ ଥର ମାତ୍ର ଜ୍ଞାନ ଶୁଣିବାର ସୁଯୋଗ ଆସିଛି। ବାବା ସେଥିପାଇଁ କହୁଛନ୍ତି ଯେ ତୁମେମାନେ ଇଏ ସୁବର୍ଣ୍ଣ ସୁଯୋଗ ହରାଅ ନାହିଁ। ଏ ସୁବର୍ଣ୍ଣ ସମୟକୁ ଯଦି ସଦୁପଯୋଗ କରିବ ତୁମେ ସୁବର୍ଣ୍ଣ ଯୁଗକୁ ଯିବ। ଶଙ୍କରାଚାର୍ଯ୍ୟ କାହାରିକୁ ନିଜର ଶରୀର ଛୁଆଇଁ ଦିଅନ୍ତିନି। ସେ ହେଉଛନ୍ତି ଦେହ ଜାଣିଛନ୍ତି, ଦେହ ଅଭିମାନରେ ଅଛନ୍ତି ଶଙ୍କରାଚାର୍ଯ୍ୟ। କିନ୍ତୁ ଶିବାଚାର୍ଯ୍ୟ ମାନେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ, ସେ ତ ନିରାକାର, ତାଙ୍କର ତ ଦେହ ନାହିଁ। ସେ ଦେହକୁ ଅବା ଛୁଇଁବ କିଏ? ଆମେ ଯେଉଁ ଫୁଲ ଫଳ ଦେଉଛେ, ପାଣି ଦେଉଛେ, ଜଳ ଅଭିଷେକ କରୁଛେ, ବିଭିନ୍ନ ପ୍ରକାର ଆମର ପ୍ରଥା ପରମ୍ପରା ନିୟମ ପୂଜା ବିଧି ରହିଛି। ସ୍ୱୟଂ ପରମପିତା ପରମାତ୍ମା କହୁଛନ୍ତି ତୁମ ପତିତ ଆତ୍ମାଙ୍କ ଠାରୁ ମୁଁ ଏସବୁ ଗ୍ରହଣ କରେ ନାହିଁ। ତୁମେ ଏଇ ଜନ୍ମରେ ଜାଣିଗଲ ଯେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଆସିଛନ୍ତି, କିନ୍ତୁ ପରବର୍ତ୍ତୀ ଜନ୍ମରେ ପୁଣି ତୁମେ ଏକଥା ଭୁଲି ଯାଉଛ। ଭୁଲି ଯାଇକି ପୁଣି କ'ଣ କରୁଛ? ପତିତରୁ ପାବନରୁ ପୁଣି ପତିତ ହେଇଯାଉଛ। ତେଣୁ ତୁମେ ଯେହେତୁ ଏବେ ବି ପତିତ ଆତ୍ମା ଅଛ, ଭବିଷ୍ୟତରେ ବି ପତିତ ଆତ୍ମା ହେବ। ତେଣୁ ମୁଁ ତୁମଠାରୁ କିଛି ଏଇ ପୂଜା ସାମଗ୍ରୀ, ଏ ସ୍ଥୂଳ ଜିନିଷ ଗ୍ରହଣ କରୁନାହିଁ। ବାବା ପୁରା ସ୍ପଷ୍ଟ ଭାବରେ ବୁଝେଇ ଦେଇଛନ୍ତି। ବାବା କହୁଛନ୍ତି ତୁମେ ଆଜି ସତ୍ୟ ଯୁଗକୁ ଯିବା ପାଇଁ ଚେଷ୍ଟା କରୁଛ, କିନ୍ତୁ ଏ ଡ୍ରାମାର ନିୟମ ଅନୁଯାୟୀ ପୁଣି ତୁମେ ସତ୍ୟ ଯୁଗରୁ ଆସ୍ତେ ଆସ୍ତେ କଳାହରଣ କରି ଦ୍ୱାପର ଯୁଗରୁ ନର୍କକୁ ଆସିବ, ନର୍କ ଦୁନିଆକୁ ଆସିବ। ତେଣୁ ନର୍କ ଦୁନିଆକୁ ଆସିଲ ମାନେ ତୁମେ ଦୁଃଖ ଭୋଗ କରିଛ, ଅନେକ ପାପ କର୍ମ କରିଛ। ଜନ୍ମ ଜନ୍ମାନ୍ତର 63 ଜନ୍ମର ପାପ ଏଇ ସମୟରେ, ଏଇ ସଙ୍ଗମ ଯୁଗରେ ବାବାଙ୍କର ହାତ ଧରି, ବାବାଙ୍କ ଶ୍ରୀମତରେ ଚାଲି, ବାବାଙ୍କ ସହିତ ଯୋଗ ଲଗେଇ ନିଜକୁ ପରିଷ୍କାର କରିଦିଅ ବା ପତିତରୁ ପାବନ ହୋଇଯାଅ। ବାବା ସବୁ କଥା ଗୋଟି ଗୋଟି କରି ବୁଝେଇ ଦେଉଛନ୍ତି। ଜନ୍ମ ଜନ୍ମାନ୍ତରର ଦେହ ଅଭିମାନ ଆମର ରହିଛି ବୋଲି
ଏ ପର୍ଯ୍ୟନ୍ତ ଆମେ ନିଜକୁ ଆତ୍ମା ବୋଲି ଭାବିପାରୁନାହିଁ। ଯେହେତୁ ଆତ୍ମସ୍ଥିତିରେ ଆମେ ରହିପାରୁନାହିଁ, ତେଣୁ ଭଗବାନଙ୍କର କୌଣସି ବାଣୀ ଆମ କର୍ଣ୍ଣରେ ପଶୁନି କି ଭଗବାନ ଆସିଛନ୍ତି ବୋଲି ନିଶ୍ଚୟ ବୁଦ୍ଧିରେ ସ୍ୱୀକାର ଲୋକମାନେ କରୁନାହାନ୍ତି। ତେଣୁ ପ୍ରଥମେ ଆତ୍ମସ୍ଥିତିରେ ରହିବାକୁ ପଡ଼ିବ, ଦେହ ଅଭିମାନରେ ରହିବାକୁ ପଡ଼ିବ। ଦେହୀ ଅଭିମାନୀ ହୋଇ ଯଦି ଆମେ ଶରୀର ତ୍ୟାଗ କରିବା, ଅନ୍ତମତି ସୋଗତି ହେଲା ପରେ ଆମେ ନିଶ୍ଚିତ ଭାବରେ ବାବାଙ୍କ ସହିତ ପରମଧାମ ଯିବା, ମାନେ ପବିତ୍ର ହୋଇକି ଯିବା। ତେଣୁ ଏ ଅଭ୍ୟାସ ଆଜିଠାରୁ ଜାରି ରଖିବାକୁ ପଡ଼ିବ। କେମିତି ପାସ୍ ୱିଥ୍ ଅନର୍ ହେଇକି ଆମେ ଯିବା। 4ଟା ସବଜେକ୍ଟ ତାଙ୍କର: ଜ୍ଞାନ, ଯୋଗ, ଧାରଣା, ସେବା। ଆମେ ବାବାଙ୍କ ଠାରୁ ଜ୍ଞାନ ଶୁଣିବା, ବାବାଙ୍କ ସହିତ ଯୋଗ ଲଗେଇବା, ବାବାଙ୍କ ଠାରୁ ଗୁଣ ଜ୍ଞାନ ଶକ୍ତି ଆଣି ନିଜେ ଧାରଣ କରିବା, ଚାଲିଚଳନ ସବୁ ଦେବ ସମାନ ହେବ, ଆଉ ଈଶ୍ୱରୀୟ ସେବାରେ ସମୟ ଦେବା, ନିଜକୁ ନିମିତ୍ତ ବୋଲି ଭାବେ। ଇଏ ଭଗବାନଙ୍କର କାମ। ଯେତେବେଳେ ସେବା କରିବା ସବୁବେଳେ ମନରେ ରହିବ ଏତେ ଗୁଡ଼ାଏ କାମ ଅଛି, ମୁଁ କେତେବେଳେ କରିବି, ଇଏ ନୁହେଁ। ଉପରାମ ସ୍ଥିତି, ଭଗବାନଙ୍କର କାମ ଭଗବାନ କରାଉଛନ୍ତି, ଆଉ ମୁଁ ନିମିତ୍ତ ହିସାବରେ କାମ କରୁଛି, ଏମିତି ଭାବି ନିଜକୁ ସମର୍ପଣ ଚିତ୍ତରେ, ନିମିତ୍ତ ଭାବରେ, ନିର୍ମାଣ ଚିତ୍ତରେ କରିବା ବୋଲି ବାବା କହୁଛନ୍ତି। ବାବା କହୁଛନ୍ତି କୁମାରୀ ଶିବ ମନ୍ଦିରରେ ଯାଇ କୁମାର କୁମାରୀମାନେ ଆଉ ମାତାମାନେ ଶିବ ବାବା କିଏ ବୋଲି ପରିଚୟ ଦିଅନ୍ତୁ। ବିଶେଷ କରି ଯଦି କୁମାରୀମାନେ ପରିଚୟ ଦେବେ ତାହେଲେ ବହୁତ ଭଲ, ନହେଲେ ମାତାମାନେ ବି ପରିଚୟ ଦିଅନ୍ତୁ। ମାତା ଆଉ କୁମାରୀମାନଙ୍କ ଉପରେ ବାବାଙ୍କର ବହୁତ ଭରସା ଅଛି, କାରଣ ସେମାନେ କାମ କରିବା ପାଇଁ ସବୁବେଳେ ଉତ୍ସାହୀ, ଆଉ ସବୁବେଳେ ସିଏ ନିଜକୁ ନିମିତ୍ତ ଭାବରେ ରଖି ଭଗବାନଙ୍କର ସେବା ବୋଲି ଭାବି ଆନନ୍ଦ ଉଲ୍ଲାସରେ କରନ୍ତି, ସେବା ମନୋବୃତ୍ତିରେ କରନ୍ତି। ତେଣୁ ବାବାଙ୍କର ବହୁତ ଭରସା ମାତା ଓ କନ୍ୟାମାନଙ୍କ ଉପରେ। ଇଏ ଆମେ ଯେତେ କାମ କରୁଛେ ଇଏ ହେଉଛି ଜିସ୍ମାନି ସେବା, ମାନେ ନିଜକୁ ଦେହ ଭାବି ଦେହଧାରୀଙ୍କର ସେବା କରୁଛେ, କିନ୍ତୁ ନିଜକୁ ଆତ୍ମା ଭାବି ଆତ୍ମାର ଉନ୍ନତି ପାଇଁ, ଅନ୍ୟ ଆତ୍ମାର ଉନ୍ନତି ପାଇଁ ସେବା କରୁଛେ, ମାନେ ସେ ହେଲା ରୁହାନୀ ସେବା। ଭଗବାନ ଆସିଛନ୍ତି ସେଇ ପରିଚୟଟା ସମସ୍ତଙ୍କୁ ଦେଇ ସମସ୍ତଙ୍କୁ ପତିତରୁ ପାବନ କରାଇବାର ରାସ୍ତା ବତେଇବା ହେଉଛି ରୁହାନୀ ସେବା। ସେଇ ରୁହାନୀ ସେବାରେ ଆମେ ସମସ୍ତେ ମସଗୁଲ ରହିବା, ମସ୍ତ ରହିବା। ସେଇ ସେବା ଦ୍ୱାରା ହିଁ ଆମେ ବାବାଙ୍କର ସେବାଧାରୀ ବଚ୍ଚା ହେବା। ବାବା କହୁଛନ୍ତି ଧରନ୍ତୁ ଗୋଟିଏ ପିଲା ଜନ୍ମ ହେଲା, ତାର ଷଠି ଘର ବଡ଼ ଧୁମଧାମରେ ପାଳନ କରାଯାଉଛି, କିନ୍ତୁ ଯେତେବେଳେ ଆମେ ବ୍ରହ୍ମା ବାବାଙ୍କ ସନ୍ତାନ ହିସାବରେ, ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ସନ୍ତାନ ହିସାବରେ ଜନ୍ମ ନେଲେ ଆମର କିଛି ଧୁମଧାମରେ ପାଳନ କରିନି। ବାବା କହୁଛନ୍ତି ଯଦି ଗୋଟିଏ ପିଲା ଧରନ୍ତୁ ଈଶ୍ୱରୀୟ ବ୍ରାହ୍ମଣ ପରିବାରରେ ଅଛି, ଈଶ୍ୱରୀୟ ଜ୍ଞାନ ପାଇଛି, ତାର ମୃତ୍ୟୁ ହୋଇଯାଇଛି, ଗୋଟିଏ ଆତ୍ମା ଶରୀର ଛାଡ଼ି ଦେଇଛି, ସେ ପୁଣି ଅନ୍ୟ ଗୋଟିଏ ପରିବାରରେ ଜନ୍ମ ହେବ, ସେ ତ ଛୋଟ ପିଲାଟିଏ ହେଇଥିବ, ସିଏ ଆଉ ଶିବ ବାବା ଆମେ ଜାଣିଗଲେଣି ଶିବ ବାବା ନିରାକାର ଜ୍ୟୋତିର୍ବିନ୍ଦୁ, କିନ୍ତୁ ଜନ୍ମ ହେଲା ପିଲା କ'ଣ ନିରାକାର ଜ୍ୟୋତିର୍ବିନ୍ଦୁ ଜାଣିଛି କି? ସିଏ ଜାଣିନି, କିନ୍ତୁ ବାବାଙ୍କୁ ସିଏ ପୂର୍ବଜନ୍ମରେ ଚିହ୍ନିଛି, ସିଏ ବାବାଙ୍କ ସହିତ ରହିଛି, ବାବାଙ୍କ ଜ୍ଞାନ ଜାଣିଛି। ପରବର୍ତ୍ତୀ ସମୟରେ ସେ ଖାଲି ଖୁସିରେ ଶିବ ବାବା କହିଲେ ବି ବାବା ତାକୁ ସ୍ୱର୍ଗକୁ ଯିବା ପାଇଁ ଅନୁମତି ଦେଉଛନ୍ତି। କିନ୍ତୁ ଯେହେତୁ ସେ ଛୋଟ ପିଲା, ପୁରୁଷାର୍ଥ କିଛି କରି ଜାଣିନି, କରିନି, ସିଏ ଉଚ୍ଚ ପଦ ପାଇପାରିବ ନାହିଁ, କିନ୍ତୁ ସ୍ୱର୍ଗକୁ ସେ ଯାଇପାରିବ, ବାବା କହିଲେ। ବାବା ପୁଣି ଆଜି କହିଲେ ଯେ ଶ୍ରୀକୃଷ୍ଣ ଆଚାର୍ଯ୍ୟ ନୁହନ୍ତି, ଶିବ ଭଗବାନ ହେଉଛନ୍ତି ଆଚାର୍ଯ୍ୟ। ସିଏ ହିଁ ସତ୍ୟ ଗୀତାର ରଚୟିତା ଶ୍ରୀକୃଷ୍ଣଙ୍କୁ କହିଦେଉଛନ୍ତି
ଆଉ ଶିବ ଭଗବାନଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି, ଯେଉଁଟାକି ମସ୍ତ ବଡ଼ ଭୁଲ। ସେଇ ଭୁଲ ସକାଶେ ସର୍ବବ୍ୟାପୀ କହିଥିବାରୁ ଏବେ ବାବା ପରମଧାମରୁ ଆସିଛନ୍ତି ବୋଲି କହିଲେ କେହି ବିଶ୍ୱାସ କରୁନାହାନ୍ତି। କାରଣ ସିଏ ସ୍ୱତନ୍ତ୍ର ଭାବରେ ଉଚ୍ଚ ସ୍ଥାନ, ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ଏ କଥା ଲୋକ ଜାଣିନାହାନ୍ତି ବା ମନରେ ସ୍ୱୀକାର କରିନାହାନ୍ତି। ତାଙ୍କୁ ସର୍ବବ୍ୟାପୀ ଯେହେତୁ କହିଦେଇଛନ୍ତି, ସେ ତ ସବୁବେଳେ ଅଛନ୍ତି, ପୁଣି ଆସିଲେ କେତେବେଳେ, କୁଆଡ଼ୁ ଆସିଲେ, କେମିତି ଆସିଲେ, ଇଏ କଥା ଉପରେ ଭରସା କରିପାରୁନାହାନ୍ତି। ସେ ଭାବୁଛନ୍ତି ଶ୍ରୀକୃଷ୍ଣ ହେଉଛନ୍ତି ଗୀତା ଜ୍ଞାନ ଦାତା। ବାବା ସେଇ କଥା ବୁଝେଇ ଦେଉଛନ୍ତି ଯେ ଶ୍ରୀକୃଷ୍ଣ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର। ସେ ଗୋଟିଏ ଜନ୍ମରେ ଗୋଟିଏ ପ୍ରକାରର ଚେହେରା, ଗୋଟିଏ ନାମ, 84 ଜନ୍ମ ନେଇଛନ୍ତି। 84 ଜନ୍ମ ଯାକରେ 84 ପ୍ରକାରର ଚେହେରା ପାଇଛନ୍ତି, 84ଟି ନାମ ବି ନେଇଛନ୍ତି। ଆଉ ଶ୍ରୀକୃଷ୍ଣ କେମିତି ଆସି ଦ୍ୱାପର ଯୁଗରେ ଗୀତା ଜ୍ଞାନ ଦେଇଦେଲେ? ତେଣୁ ଏ କଥାର ରହସ୍ୟ ଆମକୁ ବୁଝିବାକୁ ପଡ଼ିବ। ଆମେ ଯଦି ରହସ୍ୟକୁ ଜାଣି ଅଜଣା ହେବା, ବିଶ୍ୱାସ କରିବାନି, ତାହେଲେ ନିଜେ ନିଜର କ୍ଷତି କରୁଛେ। ବାବା ସ୍ୱୟଂ ରାଜଯୋଗ ଶିଖଉଛନ୍ତି। ଇଏ ରାଜଯୋଗ କେହି ଶିଖେଇ ପାରିବେନି। ସାଧୁ ସନ୍ନ୍ୟାସୀ ସମସ୍ତେ ହଠ ଯୋଗ ଜାଣିଛନ୍ତି। ସିଏ ତ ଶିବ ବାବାଙ୍କୁ ଚିହ୍ନି ନାହାନ୍ତି। ସିଏ ତ ନିଜକୁ ଆତ୍ମା ସ୍ଥିତିରେ ରହି ପରମାତ୍ମାଙ୍କ ସହିତ ଯୋଗ ଲଗାଉନାହାନ୍ତି ବା ନିଜକୁ ଆତ୍ମା ସ୍ଥିତିରେ ରଖୁନାହାନ୍ତି। ଆଉ ସିଏ କେମିତି ରାଜଯୋଗ ଶିଖେଇବେ? ରାଜଯୋଗ କେବଳ ପରମପିତା ପରମାତ୍ମା ଶିଖଉଛନ୍ତି। ତେଣୁ ଆମେ ରାଜଯୋଗ ଶିଖିଲେ ହିଁ ପତିତରୁ ପାବନ ହୋଇପାରିବା, ପତିତରୁ ପବିତ୍ର ହୋଇପାରିବା। ବାବା କହୁଛନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ କାର୍ଯ୍ୟାବଳୀ ତୁମେ ଜାଣିଛ। ବ୍ରହ୍ମା ବାବା, ପ୍ରଜାପିତା ବ୍ରହ୍ମା ବାବା ଏବେ ସତ୍ୟଯୁଗ ସ୍ଥାପନା ଦାୟିତ୍ୱ ନେଇଛନ୍ତି। ସେ ହିଁ ସତ୍ୟଯୁଗରେ ମହାରାଜା ହେବେ। ତାଙ୍କୁ ନାରାୟଣ ନାମରେ ଆଖ୍ୟାୟିତ କରାହେବ। କିନ୍ତୁ ଲକ୍ଷ୍ମୀ ନାରାୟଣ ଯୁଗଳ ରୂପକୁ ଆମେ ବିଷ୍ଣୁ ବୋଲି କହୁଛେ। ତେଣୁ ସତ୍ୟଯୁଗର ମହାରାଜା ହେଉଛନ୍ତି ନାରାୟଣ ବା ବିଷ୍ଣୁ ବୋଲି କୁହାଯାଆନ୍ତି। ପୁଣି ବର୍ତ୍ତମାନ ଆସିଛି ଶଙ୍କରଙ୍କର କାର୍ଯ୍ୟ ସମୟ, ମହାପରିବର୍ତ୍ତନ, ମହାବିନାଶ। ସେ ମହାବିନାଶ ଲୀଳା ଶଙ୍କର କରିବେ ବୋଲି ବାବା କହିଦେଉଛନ୍ତି। ବାବା କହିବା କଥା ଯେ 84 ଜନ୍ମ ତ ଆମେ ନେବା, ଇଏ ସବୁବେଳେ ଭାବିବା ଏଇଟା ଆମର ଅନ୍ତିମ ଜନ୍ମ, ଆଉ ଜନ୍ମ ନାହିଁ। ମୁଁ ଏଇ ଗୋଟିକ ଜନ୍ମ ଯଦି ସାର୍ଥକ କରିଦେବି, ଏଇ ଗୋଟିକ ଜନ୍ମରେ ଯଦି ମୁଁ ପବିତ୍ର ରହିବି, ଭଗବାନଙ୍କର ବାଣୀ ଶୁଣିବି, ଶୁଣେଇବି, ତାହେଲେ ମୁଁ ଦେବୀ ଦେବତା ହୋଇପାରିବି। ଆମକୁ ତ 83 ଜନ୍ମ ପୁରା ସ୍ୱାଧୀନ ଦେଇଦେଲେ, ଆମେ ଆମ ମନ ଇଚ୍ଛା କାମ କଲେ। ଏଇ ଗୋଟିଏ ଜନ୍ମ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି, ସମ୍ମୁଖରେ ବସିଛନ୍ତି, ରାସ୍ତା ବତଉଛନ୍ତି। ଆମେ ନିଶ୍ଚିତ ଭାବରେ ସେଇ ରାସ୍ତାରେ ଯିବା। ଆମେ ଯେମିତି ଶିବ ବାବାଙ୍କୁ ରିଗାର୍ଡ ଦେଉଛେ, ସେମିତି ଧର୍ମରାଜଙ୍କୁ ବି ରିଗାର୍ଡ ଦେବା। ଯଦି ଧର୍ମରାଜ କିଏ, ସିଏ ଆମର କ'ଣ କରିବେ, ଆମକୁ ସେ କି ଦଣ୍ଡ ଦେବେ ବୋଲି ଭାବିବା ହେବ ନାହିଁ। କାରଣ ଯେମିତି ବର୍ତ୍ତମାନ ଆମର ଗଭର୍ଣ୍ଣମେଣ୍ଟ ଅଛି, ଗଭର୍ଣ୍ଣମେଣ୍ଟରେ ଲୋକମାନେ କାମ କରୁଛନ୍ତି। ସିଏ କହୁଛନ୍ତି ଧର୍ମ ଗୋଟେ କ'ଣ, ଆମେ ସବୁ ଧର୍ମକୁ ମାନୁଛୁ, ଆମର ସେମିତି କିଛି ନାହିଁ, କର୍ମ ହେଉଛି ଆମର ଧର୍ମ। ଏମିତି ବିଭିନ୍ନ କଥା ଲୋକମାନେ କହୁଛନ୍ତି। ବାବା କହୁଛନ୍ତି ଖ୍ରୀଷ୍ଟିଆନ ମାନେ ତାଙ୍କ ଧର୍ମ ବଦଳଉ ନାହାନ୍ତି, କିନ୍ତୁ ଆଦି ସନାତନ ଦେବୀ ଦେବତା ଧର୍ମକୁ ଆମର ଲୋକମାନେ ଭୁଲି ଯାଇକି ନିଜକୁ ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି। ପୁଣି ହିନ୍ଦୁ ଧର୍ମରେ କେତେ ଭାଗ ବିଭାଗ ହେଇଯାଇଛି। ସବୁ ଯିଏ ଅଛନ୍ତି ବଡ଼ ବଡ଼ ଗୁରୁ ଅଛନ୍ତି, ସେମାନେ ତାଙ୍କ ନାମ ଆଗରେ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି। ଯେମିତି ଶ୍ରୀ ଶଙ୍କରାଚାର୍ଯ୍ୟ କି ଶ୍ରୀ କୁହାଯାଉଛି, ଶ୍ରୀ ଅର୍ଥ ଶ୍ରେଷ୍ଠ। ବାବା କହୁଛନ୍ତି ଏବେ ଶ୍ରୀ ଶ୍ରୀ କେହି ନୁହନ୍ତି, ଶ୍ରେଷ୍ଠ କେହି ନୁହନ୍ତି, ସମସ୍ତେ ପତିତ ଅଛନ୍ତି। ତେଣୁ ଏଇ ସମୟରେ ନିଜକୁ ଶ୍ରୀ କହିବାଟା ଠିକ୍ ନୁହେଁ। ନିଜେ ଶ୍ରୀ ହେବା ପାଇଁ, ଯୋଗ୍ୟ ହେବା ପାଇଁ ସ୍ୱୟଂ ପରମପିତା ପରମାତ୍ମାଙ୍କର ନିର୍ଦ୍ଦେଶ କ୍ରମେ ନିଜକୁ ଆତ୍ମା ଭାବି ଭଗବାନଙ୍କୁ ଚିହ୍ନ,
ଏବଂ ଭଗବାନଙ୍କର ବାଣୀରେ ବା ଶ୍ରୀମତରେ ଚାଲ। ଚାଲିଲେ ହିଁ ତୁମେ ହିଁ ଶ୍ରୀ ହୋଇପାରିବ। କିନ୍ତୁ ବାବା କହୁଛନ୍ତି ଆମକୁ ସିଏ ଯେମିତି ପତିତରୁ ପାବନ କରିବା ପାଇଁ ଆସିଛନ୍ତି, ସିଏ ସମସ୍ତଙ୍କୁ ସେଇ କାମ କରିବା ପାଇଁ ଆସିଛନ୍ତି। କିନ୍ତୁ ଏ ଗୁରୁ ବା ସବୁ ଯେଉଁମାନେ ସାଧୁ ସନ୍ନ୍ୟାସୀମାନେ ଯେହେତୁ ଭଗବାନଙ୍କୁ ଠିକ୍ ଭାବରେ ବୁଝିପାରୁନାହାନ୍ତି, ମାନୁନାହାନ୍ତି, ସେ କେବେ ବି ସତ୍ୟ ଯୁଗରେ ଆସିପାରିବେ ନାହିଁ। ସେମାନେ ଏଇ ଦ୍ୱାପର ଯୁଗରେ ଆସି ଏଇ ପ୍ରକାରର ଧର୍ମ ସ୍ଥାପନାରେ ବା ଧର୍ମଭ୍ରଷ୍ଟ ଲୋକମାନଙ୍କୁ ଉଚିତ ମାର୍ଗ ଦେଖେଇବେ। କିନ୍ତୁ ସେମାନେ ସତ୍ୟ ଯୁଗର ରାଜାରାଣୀ ବା ସତ୍ୟ ତ୍ରେତୟା ଯୁଗର ସୁଖ ଶାନ୍ତିଟା ଅନୁଭବ କରିପାରିବେ ନାହିଁ, କାରଣ ସେ ସମୟରେ ସିଏ ପୃଥିବୀକୁ ଅଭିନୟ କରିବାକୁ ଆସିବେ ନାହିଁ। ବାବା କହୁଛନ୍ତି ସେକୁଲାର ଧର୍ମ ଆମର କୁହାଯାଉଛି ସର୍ବଧର୍ମ ମାନ୍ୟ ଭାରତବାସୀ। ହିନ୍ଦୁ ଧର୍ମ ଗୋଟିଏ ଧର୍ମ ନୁହେଁ। ଏ ଆଦି ସନାତନ ଦେବୀ ଦେବତା ଧର୍ମ ଭାଗ ଭାଗ ହୋଇକି ତାକୁ ମନେ ମନେ ହିନ୍ଦୁ ଧର୍ମ ନାମ ଦେଇଦେଲେ। ଆଉ ବାବା କହିବା କଥା ଧର୍ମ ତ ଏକ, ପୁଣି ଇଏ ଗୋଟେ ଧର୍ମ, ସିଏ ଗୋଟେ ଧର୍ମ, ସିଏ ଗୋଟେ ଧର୍ମ, ଇଏ କି ଧର୍ମ? ତେଣୁ ଧର୍ମ ମାନେ ହେଉଛି ଏକ ଧର୍ମ। ସେଇ ଏକ ଗୋଟିଏ ଧର୍ମ ପ୍ରତିଷ୍ଠା କରିବା ପାଇଁ ସ୍ୱୟଂ ପରମ ପିତା ପରମାତ୍ମା ଆସିଛନ୍ତି। ଏ ସତ୍ୟ ତ୍ରେତୟା ଯୁଗରେ ସେଇ ଗୋଟିଏ ଧର୍ମ ଥିଲା ଆଦି ସନାତନ ଦେବୀ ଦେବତା ଧର୍ମ। କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ ଇଏ ଧର୍ମ ସବୁ ଭାଗ ଭାଗ ହୋଇଯାଇଛି। ତେଣୁ ଏଇ ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମା ମାନେ ଅନ୍ୟ ଖ୍ରୀଷ୍ଟିଆନ ହେଉ, ମୁସଲମାନ ହେଉ, ଶିଖ ହେଉ, ଜୈନ ହେଉ, ବୁଦ୍ଧ ହେଉ, ଅନ୍ୟ କୌଣସି ଧର୍ମରେ ରହିଛନ୍ତି। ତେଣୁ ବାବା କହୁଛନ୍ତି ସମସ୍ତଙ୍କୁ ବାବା ଆସିଛନ୍ତି ବୋଲି ପରିଚୟ ଦିଅ। ଯେଉଁ ଆତ୍ମା ମାନେ ଅନ୍ୟ ଧର୍ମରେ, ଏଇ ଦେବୀ ଦେବତା ଧର୍ମର ଆତ୍ମା ମାନେ ଅନ୍ୟ ଧର୍ମରେ ଅଛନ୍ତି, ସେମାନେ ନିଶ୍ଚିତ ଭାବରେ ପୁଣି ନିଜର ଧର୍ମକୁ ଚିହ୍ନି ବୁଝି ଆସିବେ। ସେଥିପାଇଁ ତ ଏତେ ଦେଶ, ଏତେ ବିଭିନ୍ନ ଦେଶ ଦେଶାନ୍ତରରେ ବାବାଙ୍କର ଜ୍ଞାନ ପ୍ରଚାର ପ୍ରସାର ହେଉଛି। ବାବା କହୁଛନ୍ତି ତୁମେ ମୋର ବାହାଦୁର ବଚ୍ଚା। କନ୍ୟାମାନଙ୍କୁ ବିଶେଷ କରି ସେ କହୁଛନ୍ତି ତୁମେ ମୋର ବାହାଦୁର ବଚ୍ଚା। ପରମେଶ୍ୱର କିଏ? ପରବାହକୁ ପାର କରନେ ବାଲା ହେଉଛନ୍ତି ପରମେଶ୍ୱର। ଆମର ପରବାହ କ'ଣ? ମାନେ ଆମେ କେତେ ପ୍ରକାର ଅଶାନ୍ତି, ଅସୁବିଧା, ଚିନ୍ତା, ଦୁଃଖରେ ରହିଛେ, ତାକୁ ସିଏ ପାର କରିଦେଇଛନ୍ତି। ସେ ହେଲେ ପରମେଶ୍ୱର, ଆମକୁ ବି ସେ ପାର କରେଇ ଦେବେ। ବାବା କହୁଛନ୍ତି ଯେ ଏବେ ଆଇରନ୍ ଏଜ୍ରେ ଆଇରନ୍ ଏଜ୍ ମତ ସମସ୍ତଙ୍କର ଚିନ୍ତାଧାରା ହିଁ କଳୁଷିତ ହୋଇଯାଇଛି। ତେଣୁ ଏଇ ଚିନ୍ତାଧାରାକୁ, ଏଇ ବୁଦ୍ଧିକୁ, ସୂକ୍ଷ୍ମ ବୁଦ୍ଧି, ମନ, ବୁଦ୍ଧି, ସଂସ୍କାର, ଚିନ୍ତାଧାରା ସବୁ କଳୁଷିତ ହେଇଯାଇଛି। ସେଇ କଳୁଷିତ ଚିନ୍ତାଧାରାକୁ ପୁଣି ଶୁଦ୍ଧ ପବିତ୍ର କରିବା ପାଇଁ ବାବା ଆସିଛନ୍ତି। ତାଙ୍କ ସାଥିରେ ତାଙ୍କ ପାଠ ପଢ଼ି, ତାଙ୍କୁ ରିଗାର୍ଡ଼ ଦେଇ ଆମେ ପୁଣି ପୁଣ୍ୟାତ୍ମା ହେବା। ସେଥିପାଇଁ ବାବା କହୁଛନ୍ତି ଯେ ପିଲାମାନେ ତୁମେ ଆଉ ଡେରି କରନି, ସମୟ ଚାଲି ଯାଉଛି। ସମୟ ପୂର୍ବରୁ ହିଁ ତୁମେ ସାବଧାନ ହୋଇଯାଅ। ଯୋଗଯୁକ୍ତ ରହିବା ପାଇଁ, ଯୁକ୍ତିଯୁକ୍ତ ସେବାଧାରୀ ହେବା ପାଇଁ ସବୁବେଳେ ଦେହୀ ଅଭିମାନୀ ସ୍ଥିତିରେ ରହି ସେବା କର। ଇଏ ହେଉଛି ଭଗବାନଙ୍କର କାମ। ତୁମେ ଶ୍ରୀମତରେ ରୁହ, ଶ୍ରୀମତରେ ବାଟ ଚାଲ, ଆଉ ସବୁବେଳେ ନିମିତ୍ତ ଭାବରେ ଭଗବାନଙ୍କର ମୁଁ ନିମିତ୍ତ ବା ତାଙ୍କର କାମକୁ ମୋ ଦ୍ୱାରା କରଉଛନ୍ତି, ଏଇ ଭାବନାରେ ଯଦି କରିବ ତାହାହେଲେ ତୁମେ ବାବାଙ୍କର ସୁପୁତ୍ର ହେବ। ସୁପୁତ୍ର ହେବାର ମାନେ ସପୁତ ବଚାର ସବୁତ ଦେବ। ସବୁତ ମାନେ ଆମେ ତାଙ୍କୁ ଆମର ଦେବା କ'ଣ, ସବୁତ ଦେବା।
ତାଙ୍କୁ ତେଣୁ ସୁପୁତ୍ର ଆମେ ହେବା। ସେବା କରିବା ପାଇଁ ଉପରାମ ସ୍ଥିତିରେ ଯେଉଁମାନେ ରହି ସେବା କରନ୍ତି ସେମାନେ ଯୁକ୍ତିଯୁକ୍ତ ସେବା କରିପାରନ୍ତି, ପୁଣି ଯୋଗଯୁକ୍ତ ହୋଇ ସେବା କରିପାରନ୍ତି। ଅତି ସମୟରେ ଆମେ ସବୁବେଳେ ଅନ୍ତକାଳର କଥାଟାକୁ ସେବା କରିବା। ଯେତେବେଳେ ଆମକୁ ଅତିଶୟ ଦୁଃଖ ଅଶାନ୍ତି ପରିସ୍ଥିତି ଆମ ବିପରୀତ ପରିସ୍ଥିତିରେ ଯିବାକୁ ପଡ଼ୁଛି, ସେତେବେଳେ ଆମେ ଆଉ ଏଇ ପରିସ୍ଥିତିରେ ଘବରାହଟ ନ ହେଇ ଆମେ ସେତିକି ବେଳେ ନିଜକୁ ଭଗବାନଙ୍କର ସନ୍ତାନ, ମୋତେ ଦିନେ ନା ଦିନେ ବିନାଶ ମାନେ ମୋର ଶରୀର ବିନାଶ ହେବ, ମୋତେ ପୁଣି ଯିବାକୁ ପଡ଼ିବ, ଆଗକୁ ଯିବାକୁ ପଡ଼ିବ, ମୁଁ ଏଇଠି ଅଟକି ଯିବି ନାହିଁ। ପରିସ୍ଥିତି ପରର ସ୍ଥିତି, ମୋ ନିଜ ସ୍ଥିତିକି ମୁଁ ସୁଦୃଢ଼ କରି ଆକୁ ପାର କରିବି। ବାବା କହୁଛନ୍ତି ଶୁଭ ଭାବନା ସବୁବେଳେ ଦେଇ ଚାଲିଲେ କାରଣକୁ ଆମେ ନିବାରଣ କରିପାରିବା। ତେଣୁ ବାବା କହୁଛନ୍ତି କୌଣସି ପରିସ୍ଥିତିରେ କାହାରିକୁ ତୁମେ ଅଭିଶାପ ଦିଅ ନାହିଁ, ଆଶୀର୍ବାଦ ସବୁବେଳେ ଦେଇ ଚାଲ, ଅନ୍ୟର ପରର ମଙ୍ଗଳ କର, ଅପକାରୀର ବି ଉପକାର କର। ବାବା କହୁଛନ୍ତି ତୁମେ ଯାହା ଦେବ ତାହା ହିଁ ତୁମ ପାଖକୁ ରିଟର୍ନ ଆସିବ। ଆଉ କର୍ମଭୋଗ ଭୋଗ କରିବାକୁ ହିଁ ଆମେ ବାଧ୍ୟ। ତେଣୁ ଯେକୌଣସି କାମ କରିବା ପୂର୍ବରୁ 100 ଥର ଚିନ୍ତା କରିବା, ଇଏ କର୍ମ ମୁଁ ଠିକ୍ କରୁଛି ତ? କାରଣ କର୍ମର ଫଳ ହିଁ ମୋତେ ଭୋଗ କରିବାକୁ ପଡ଼ିବ। ତେଣୁ କର୍ମ ପ୍ରତି ଆମେ ନଜର ରଖିବା। ଶିବ ବାବାଙ୍କୁ ଯେତିକି ଆମେ ରିଗାର୍ଡ଼ ଦେଉଛେ, ଧର୍ମରାଜକୁ ସେତିକି, ତାଙ୍କର ଧର୍ମରାଜ ରୂପକୁ ସେତିକି ରିଗାର୍ଡ଼ ଦେବା। ଆଉ ସବୁବେଳେ ଆତ୍ମସ୍ଥିତିରେ ରହି ଆତ୍ମିକ ପିତା ବା ଆତ୍ମାର ପିତା ସ୍ୱୟଂ ପରମ ପିତା ଶିବ ବାବାଙ୍କ ସହିତ ଆମେ ମସ୍ତ ମଗ୍ନ ହୋଇ ଜୀବନ ବିତେଇବା। ଓମ୍ ଶାନ୍ତି।